ଯେତେବେଳେ ମଣିଷ ମନରେ ଦୁଃଖ ଆସେ ନା, ସେତେବେଳେ ତା ମନରେ ଶାନ୍ତି ନଥାଏ। ଖାଇବା ଛାଡ଼ିଦିଏ, ନିଦ ଭୁଲିଯାଏ, ରାତି ଅନିଦ୍ରା ରହି ସେ ଦୁଶ୍ଚିନ୍ତାରେ ଘାରି ହେଉଥାଏ। ଆଉ ଏଇସବୁ ଦୁଃଖ ପାଇଁ ସେ ଦାୟୀ କରିଥାଏ ଅନ୍ୟମାନଙ୍କୁ। କିନ୍ତୁ ଧୈର୍ଯ୍ୟର ସହ ଦୁଃଖକୁ ମୁକାବିଲା କରନ୍ତୁ। ନିଶ୍ଚିତ ସମୟ ଆସିବ, ଏ ସମୟ କେବେ ହେଲେ ରହିବ ନାହିଁ। ଆଜି ଅନ୍ଧାର ପରେ ଦିନ ଆସିବ, ଠିକ୍ ସେହିପରି ଦିନ ପରେ ମଧ୍ୟ ଅନ୍ଧାର ଆସିବ। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଏମିତି ତ ଏ ସଂସାରର ରୀତିନୀତି। ତେଣୁ ଯିଏ ଆଜି ଦୁଃଖରେ ଅଛି, କାଲି ନିଶ୍ଚିତ ତା ଭାଗ୍ୟରେ ସୁଖ ଲେଖା ଥିବ। ଆପଣ ଧୈର୍ଯ୍ୟ ଧରନ୍ତୁ ଏବଂ ସମୟକୁ ଅପେକ୍ଷା କରନ୍ତୁ।